କଳ ତିଆରି ହେଉଛି ଦେବର ହାଇ ହେ ଧାନ କ'ଣ ଖାଇଯାଉଛି ସେଠି ଧାନ ଉପରେ ବସିକିରି ମାନେ ଖାଉଛି ଗୁଣ୍ଡି ଶୁଁସା। ହାଇ ସାଙ୍ଗମାନେ କେମିତି ଅଛନ୍ତି ଆଶା କରୁଛି ଭଲ ଥିବ ସକାଳୁ ସକାଳୁ ମସ୍ତ ସାଙ୍ଗମାନେ ସକାଳୁ ସକାଳୁ ନୂଆ ବ୍ଲଗିଂ ଷ୍ଟାର୍ଟ କରୁଛୁ। ହାଇ ହେ ଧାନ କ'ଣ ଖାଇଯାଉଛି ସେଠି ଧାନ ଉପରେ ବସିକିରି ମାନେ ଖାଉଛି ଗୁଣ୍ଡି ଶୁଁସା ଦେଖନ୍ତୁ। କ'ଣ ଖାଉଛୁ ଓଇ ଖାନି 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 ତାଙ୍କର ଗଦେଇଛନ୍ତି ଆସିକି ଖାଉଛି କେମିତିଆ ଖା କେତେ ଖାଇବା କଥା ଯାହା ଖାଇବା କଥା ଖା ନେଇକି ଯା ତ ବସାକୁ ଆଉ ତାପରେ ଅଧେ ସବୁବେଳେ ଖାଇକିରି ଯିବୁ ଆଉ ଏଇଠି ମାନେ 4-5ଟା ଥିଲେ ମାନେ ଆସିକିରି ଏଇଠି ଆଉ ସେ ପଳେଇଲେ ଆଉ ଗୋଟିକ ରହିଲା ମାନେ ଆସିଲେ ଆମେ ବାରି ଆଡ଼ିକି ମାନେ ମସ୍ତ ପବନଟା ହେଉଛି ତାପରେ ଏମିତି ଶୋଇକିରି ଏଠିକି ଆଡ଼େ ଆସିକି ଗୋଟେ ଖାଇକିରି ତାପରେ ଆମେ ବୋଉ କ'ଣ କରୁଛନ୍ତି ଟିକେ ଦେଖିବା ମାନେ ଭାତଟା ବସେଇ ଦେଇକି ସେଗୁରୁ ଯାଇଛି କ'ଣ ଆଣିବାକୁ ଚାଲ ଦେଖିବା କ'ଣ ଆଣିବାକୁ ଯାଇଛି ହେଇଗଲା ତେଲ ଆଉ ନାହିଁ ଆଉ ସେଥିରେ ପୁରା ସେ ବୋତଲ ଆଉ ଗୋଟେ ବୋତଲ ଥିବ ଆଉ ସେ ବୋତଲ ଥିବ ପୁରା ତେଲ ପାଇଁ ଇଏ କରିକି ଆସିଛି। ଦେଖନ୍ତୁ ଆମେ କଳ ତିଆରୁଛୁ କାହିଁକିନା ଆମର ସାହିରେ କଳଟା ମାନେ ଖରାପ ହେଇଯାଇଥିଲା ତ ସେଥିପାଇଁକା ଆମେ ତିଆରୁଛୁ ମାନେ ତାକୁ ଡାକିବାକୁ ଯାଇଥିଲା ଆମ ସାହି ଲୋକ ତାପରେ ବି ସିଏ କୁଆଡ଼େ ଯାଇଥିଲା କାମକୁ ମୁଁ ବି ଗୋଟେ ଥର ମୁଁ ଆଜି ଗଲି ତାକୁ ଡାକିବାକୁ ବୋଲି ଆସେ ଆମର ସାହିରେ କଳ ଖରାପ ହେଇଯାଇଛି ତିଆରିବାକୁ ସେମାନେ ଆସୁଥିଲା ଅଧ ବାଟରେ ହେଇଥିଲା କହିଲା ହଉ ଚାଲେ ତାପରେ ତାର ମୋର ଆସିଲୁ ମାନେ କଳ ଆମେ ତିଆରିଥିଲୁ କଳ ପୁରା କମ୍ପ୍ଲିଟ୍ ହେଇଗଲା ମାନେ ପାଣି ଫାଣି ନେବାକୁ ଅସୁବିଧା ହେଉଥିଲା ପାଣି ବି ଏପଟେ ବାହାରି ପଡ଼ିଥିଲା ସେଥିପାଇଁ କଳଟା ତିଆରିଥିଲୁ ଆମେ ଚାଲନ୍ତୁ ଆମ ବୋଉ ମାନେ ଡାଲି ବସେଇ ଦେଇକି ଯାଇଛି ହେରି ମୁଁ ତ ସିଆଡ଼େ ମାନେ କଳ କାମ କରୁଥିଲି ତାପରେ ବି ଏଇନେ ଆସିଲି ଇଆଡ଼େ ଦେଖିବା କେତେ ସବୁ ଅଧା ଅଛି ମାନେ ସେ ଯାଇଛି ହେରି ମାନେ ନେବା ଗୋଟେ ସମାନପତ୍ର ସେ ସରିଗଲେ ଦେଖାହେବ। ଆମର ଗଜବାବୁକୁ ଦେଖନ୍ତୁ ମାନେ ଆମର ମଣ୍ଡପ ଉପରେ କେମିତି ପଡ଼ିଛି ମାନେ ମୁଁ ତାକୁ ଡାକିଲି ଆସିକି ଯିବା ମାନେ ଗାଁ ଭିତରକୁ ମାନେ କଳର ଗୋଟେ ସମାନପତ୍ର ଧରିକି ଆସିବ ନଟଟା ଧରିକି ଆସିବ ତାଙ୍କ ଘରୁ ସେ କହିଲା ନାଇଁ ମୁଁ ଯିବିନି ମୋତେ ବାଧା ଲାଗୁଛି ମାନେ ସେ ଯାଇଥିଲା କାମକୁ ମାନେ ନଡ଼ିଆ ପାରିବାକୁ ନଡ଼ିଆ ପାରିକି ଆସିକି ଶୋଇଛି ମାନେ ଗୀତ ଲଗେଇକି ତ ଶୋଇଛି ତ ବହୁତ ବାଧା ଖାଇ ପିଇକି ଆସିକି ଯୋଡ଼େ ଘରୁ ଶୋଇଛି ମାନେ ସିଏ ଆଉ ଜଣେ ଗୋଟେ ପିଲାଟାରେ ବସିଛନ୍ତି ଆମ ମଣ୍ଡପ ଉପରେ ସିଏ ତ ଶୋଇଛି ଆଉ ଗୋଟେ ପିଲାଟେ ମାନେ ବସିଛି ତା ପାଖରେ ସେ କହୁଛି ଗଜିଆ ଚାଲୁନୁ ଯିବା ଟିକେ ସିଆଡ଼େ ସେ କହୁଛି ନାଇଁ ଭାଇ ମୋତେ ବାଧା ଲାଗୁଛି ମୁଁ ଶୋଇବି ଟିକେ। ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ନିହାତି କମେଣ୍ଟ କରି ଲାଇକ୍ କରି ସେୟାର କରି ସବସ୍କ୍ରାଇବ୍ କରି ରହୁଛି ବାଏ।